ପିଲାମାନେ ଆଜି ଗୋଟେ ନୂଆ ବିଷୟ ପଢ଼େଇବା। ସେ ବିଷୟରେ କିଛି ଧାରଣା ଆଗରୁ ଦେଇଛି, ବର୍ତ୍ତମାନ ଡିଟେଲରେ ପଢ଼େଇବି। ବିଷୟର ନାଁ ହେଉଛି ସେଣ୍ଟେନ୍ସର ଉପାଦାନ। କ'ଣ କ'ଣ ଜିନିଷ ମିଶିଲେ ସେଣ୍ଟେନ୍ସ ହୁଏ। ଖାତା କଲମ ବାହାର କର, ଲେଖି ନେବ। ସେଣ୍ଟେନ୍ସର ଉପାଦାନ ହେଉଛି ଏକରେ ସବଜେକ୍ଟ, ବାକ୍ୟର ଆରମ୍ଭରେ ରହେ। ଏ ନାଉନ୍ ହେବେ କିମ୍ବା ପ୍ରୋନାଉନ୍ ହେବେ। ଭର୍ବ, ଦୁଇରେ ହେଉଛି ଭର୍ବ। ସବଜେକ୍ଟ ପରେ ପରେ ଭର୍ବର ସ୍ଥାନ। ସେ ଅକ୍ସିଲାରୀ ହେଇପାରିବେ, ଫୁଲ୍ ଭର୍ବ ବି ହେଇପାରିବେ। ଭର୍ବ ପରେ ଆସିବ ଅବଜେକ୍ଟର ସ୍ଥାନ। ଅବଜେକ୍ଟର ଓଡ଼ିଆ ହେଉଛି କର୍ମ। ମୁଁ କହିଥିଲି ଅବଜେକ୍ଟ ଜାଣିବା କିପରି ନା ଭର୍ବକୁ ପଚାରିବା ହ୍ୱାଟ୍ ଅର ହୁମ୍, କ'ଣ ବା କାହାକୁ। ଯାହା ଉତ୍ତର ଆସିବ ତାକୁ ଓଡ଼ିଆରେ ଅନୁବାଦ କଲେ ଯଦି କୁ ଲାଗୁଥିବ ତାହେଲେ ଅବଜେକ୍ଟ ହେବ, ଯଦି କୁ ନ ଲାଗିଲା ତାହେଲେ କମ୍ପ୍ଲିମେଣ୍ଟ ହେବ। ତାପରେ 5 ରହୁଛି ଆଡଜଣ୍ଟ। ଆଡଜଣ୍ଟ ମାନେ ଆଡ଼ିସନାଲ୍ ଥିଙ୍ଗ, ଅତିରିକ୍ତ ଜିନିଷ, କାଟିଦେଲେ ଚଳିବ। ସେଣ୍ଟେନ୍ସରୁ ଆଡଜଣ୍ଟକୁ ବାଦ ଦେଲେ ସେଣ୍ଟେନ୍ସର ଅର୍ଥରେ କିଛି ପାର୍ଥକ୍ୟ ଆସିବ ନାହିଁ। ପିଲାମାନେ ଯେଉଁ ପ୍ରକାର କହିଲି ସେଣ୍ଟେନ୍ସ କେତେ ଗୁଡ଼ିଏ ୱାର୍ଡ଼କୁ ନେଇ ଗଢ଼ା। ବର୍ତ୍ତମାନ ମୁଁ କହିବି ୱାନ୍ ୱାର୍ଡ଼ କ୍ୟାନ୍ ବି ଏ ସେଣ୍ଟେନ୍ସ। ଗୋଟିଏ ୱାର୍ଡ଼ରେ ସେଣ୍ଟେନ୍ସ ହେଇପାରିବ। ଗୋ, ଯାଅ, ଷ୍ଟପ୍, ବନ୍ଦ ହୁଅ, ହଲ୍ଟ, ଅଟକ, କମ୍, ଆସ, ଏସବୁ ଭର୍ବ। ଏ ଯେଉଁ ପ୍ରକାର ରହିଲା ତାହେଲେ କିଏ ଗୋ, ୟୁ ଷ୍ଟପ୍, ୟୁ ହଲ୍ଟ, ୟୁ କମ୍। ଆଗରେ ସବଜେକ୍ଟ ହେଉଛି ୟୁ। ଏ ହେଉଛି ଇମ୍ପରେଟିଭ୍ ସେଣ୍ଟେନ୍ସ। ଇମ୍ପରେଟିଭ୍ ସେଣ୍ଟେନ୍ସରେ ସବଜେକ୍ଟ ୟୁ ଉଜ୍ଜ୍ୱଳ ରହେ। ତାପରେ ଆସିଲା 2 ନମ୍ବରରେ ସବଜେକ୍ଟ ଆଉ ଭର୍ବ। ଆଗେ ସବଜେକ୍ଟ ରହିବ, ତାପରେ ଭର୍ବ। ବାର୍ଡସ୍ ଫ୍ଲାଏ, ଚଢ଼େଇମାନେ ଉଡ଼ନ୍ତି। ଚିଲଡ୍ରେନ୍ ପ୍ଲେ, ପିଲାମାନେ ଖେଳନ୍ତି। ଦି ୱିଣ୍ଡି ବ୍ଲୋଜ୍, ସବଜେକ୍ଟ ହେଲା ଦି ୱିଣ୍ଡି, ଭର୍ବ ହେଲା ବ୍ଲୋଜ୍, ପବନ ବହେ। ଦି ପେସେଣ୍ଟ ଡାଏଡ୍, ଦି ପେସେଣ୍ଟ ହେଲା ସବଜେକ୍ଟ, ଡାଏଡ୍ ହେଲା ଭର୍ବ, ରୋଗୀଟି ମରିଗଲା। ଆଇ ଡୁ ନଟ୍ ଲାଫ୍, ଆଇ ହେଲା ସବଜେକ୍ଟ, ଡୁ ନଟ୍ ଲାଫ୍ ହେଲା ଭର୍ବ। ଡୁ ହେଉଛି ଅକ୍ସିଲିଆରୀ ଭର୍ବ, ଲାଫ୍ ହେଉଛି ଫୁଲ୍ ଭର୍ବ। ତା ସାଙ୍ଗରେ ନଟ୍ ଅଛି। ନଟ୍ଟା କ'ଣ ଦେନ୍ ତ ମୁଁ ପଚାରିବି। ସି ଡିଡ୍ ନଟ୍ ସିଂ, ସେ ଗୀତ ଗାଇଲା ନାହିଁ। ଲକ୍ଷ୍ୟ କର ସବଜେକ୍ଟରେ ରହିଛନ୍ତି ନାଉନ୍, 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 ପ୍ରୋନାଉନ୍, ପ୍ରୋନାଉନ୍। ଭର୍ବରେ ଫୁଲ୍ ଭର୍ବ ଫ୍ଲାଏ, ଫୁଲ୍ ଭର୍ବ ପ୍ଲେ, ଫୁଲ୍ ଭର୍ବ ବ୍ଲୋଜ୍, ଫୁଲ୍ ଭର୍ବ ଡାଏଡ୍। ଏଠି ଲାଫ୍ ହେଲା ଫୁଲ୍ ଭର୍ବ, ଡୁ ନଟ୍ ହେଲା ଡୁ ହେଲା ଅକ୍ସିଲିଆରୀ ଭର୍ବ, ସିଂ ହେଲା ଫୁଲ୍ ଭର୍ବ, ଡିଡ୍ ହେଲା ଅକ୍ସିଲିଆରୀ ଭର୍ବ। ପିଲାମାନେ 3 ନମ୍ବର କହିବି ସବଜେକ୍ଟ, ଭର୍ବ, ଅବଜେକ୍ଟ। ପ୍ରଥମେ ସବଜେକ୍ଟ, ତାପରେ ଭର୍ବ, ତାପରେ ଅବଜେକ୍ଟ। ଫାଦର ଟିଚେସ୍ ମି, ବାପା ପଢ଼ାନ୍ତି ମୋତେ। କାହାକୁ ପଢ଼ାନ୍ତି? ମୁଁ, ମୋତେ। ଆଇ ସ ଏ ସ୍ନେକ୍, ମୁଁ ଦେଖିଲି। କ'ଣ ଦେଖିଲି? ଗୋଟେ ସାପ ଦେଖିଲି, ଗୋଟେ ସାପକୁ ଦେଖିଲି। କୃଷ୍ଣ କିଲ୍ଡ କଂସ, କୃଷ୍ଣ ମାରିଲେ କାହାକୁ? କଂସକୁ। ୱି ଡ୍ରିଙ୍କ ୱାଟର, ଆମେ ପିଉ ପାଣି, ଆମେ ପିଉ ପାଣିକୁ। ୟୁ ଡୁ ନଟ୍ ହେଲ୍ପ ମି, ୟୁ ହେଲା ସବଜେକ୍ଟ, ଡୁ ନଟ୍ ହେଲ୍ପ ହେଲା ଭର୍ବ, ଡୁ ନଟ୍ ହେଲ୍ପ ହେଲା ଭର୍ବ, ମି ହେଲା ଅବଜେକ୍ଟ। ତୁମେ ସାହାଯ୍ୟ କର ନା ମୋତେ। ମୋତେ ମାନେ ମୁଁକୁ, ମୋତେ ମାନେ ମୁଁକୁ। ପ୍ରୋନାଉନ୍ର ଦ୍ୱିତୀୟ ବିଭକ୍ତି ହେଉଛି ମି, ଆଇର। 4 ନମ୍ବର ସବଜେକ୍ଟ, ଭର୍ବ, ଅବଜେକ୍ଟ, ଅବଜେକ୍ଟ। 2ଟା ଅବଜେକ୍ଟ ଆଗରୁ କହିଥିଲି, ଡାଇରେକ୍ଟ ଅବଜେକ୍ଟ, ଇନଡାଇରେକ୍ଟ ଅବଜେକ୍ଟ। ଗୋଟିଏ ବାକ୍ୟରେ 2ଟା ଅବଜେକ୍ଟ ରହିପାରେ। ଡାଇରେକ୍ଟ ଅବଜେକ୍ଟ ଗୁଡ଼ା ହେଉଛନ୍ତି ନିର୍ଜୀବ, ଇନଡାଇରେକ୍ଟ ଅବଜେକ୍ଟ ଗୁଡ଼ାକ ସଜୀବ। ସେଗୁଡ଼ାକ ଇନଡାଇରେକ୍ଟ ଅବଜେକ୍ଟ ବସେ ଭର୍ବ ପାଖାପାଖି। ଆଉ ଯଦି ଡାଇରେକ୍ଟ ଅବଜେକ୍ଟ ବସେଇବା ତାର ଗୋଟେ ପ୍ରିପୋଜିସନ୍ ଲାଗିବ, ସେଟା ତ ପଢ଼େଇ ସାରିଛି। ଅଙ୍କଲ
सेंट मी ए प्रेजेंट मामू पठाइले मो पाई गोटे उपहार अंकल हेले सब्जेक्ट सेंट वर्ब मी हला इनडायरेक्ट ऑब्जेक्ट ये प्रेजेंट हला डायरेक्ट ऑब्जेक्ट द टीचर टॉट अस इंग्लिश शिक्षक पढ़ाइले आमको इंग्राजी टीचर हेले सब्जेक्ट टॉट वर्ब अस हला इनडायरेक्ट ऑब्जेक्ट इंग्लिश हला डायरेक्ट ऑब्जेक्ट ये सन गिव्स अस लाइट एंड हीट द सन हला सब्जेक्ट द सन हला सब्जेक्ट गिव्स वर्ब अस हला ऑब्जेक्ट सूर्य दियंती आमको कौन दियंती लाइट एंड हीट ये हेले डायरेक्ट ऑब्जेक्ट अस हला इनडायरेक्ट ऑब्जेक्ट पिला माने ये हूँ सेंटेंस पैटर्न सेंटेंस रे क्यों माने रोचंती आज ये दी थाउ आउ अवशिष्ट काली पढ़ेगी।